ନମସ୍କାର ଶଶାଙ୍କ ବାବୁ। ନମସ୍କାର ଭାଇ। କେମିତି ଅଛନ୍ତି? ଚାଲିଛି ସବୁ ଠିକ ଠାକ। ମୁଁ ଡାକିଲି ଟିକେ କଥା ହେବା ବୋଲି। ବହୁତ ଦିନ ପରେ ଭେଟଘାଟ ଆମେ ହେଲେ। ଆଉ ଆମର ଯୋଉମାନେ ଅଛନ୍ତି ଦର୍ଶକ, ଆପଣ ଟିକେ ଆପଣଙ୍କ ବାବଦରେ ନିଜେ କହିଲେ ଭଲ ହୁଅନ୍ତା। ନିଜେ କହିଲେ ବେଶୀ ହବନି ତ? ନା, ଅନ୍ୟମାନେ କଣ କହନ୍ତି, ଆଙ୍କର ଆଗ କହିଦିଅନ୍ତୁ। ନା, ନିଜେ କହିଲେ ଚାପିକି କହିବେ ନା। ନାଇଁ, ଆମର ସବୁ ଲୋକ ଥାନ୍ତି ମାଇକ୍ରୋଫୋନ ପାଇଲେ ଆଉ ଛାଡିବା ପାଇଁ ମନ ନଥାଏ। ଆମେ ହଁ, ସେମିତି ହେଲେ ଆଉ ତ ଆମେ କହିଦବୁ ସବୁ। ଆମେ ତ ରେଡିଓ ଜମାନା ଲୋକ ନା। ଆମେ ରେଡିଓ ଜମାନାରୁ ଆସିଛେ। ତେଣୁ ତ ସେ ରେଡିଓରେ ଟିକେ ଅଳ୍ପ କହିଦିଅନ୍ତି, ଟିକେ ଅଳ୍ପରେ କହିବ। କୁହନ୍ତୁ। ସମୟର ପାବନ୍ଦ ଅଛି, ଏତିକି ନିହାତି। ସମୟରେ ସାରିବେ। ଆଜ୍ଞା। ନମସ୍କାର ଦର୍ଶକ ବନ୍ଧୁ। ମୁଁ ହଉଛି ଶଶାଙ୍କ ଶେଖର ଦାସ। ମୋ ବାପା ମା ମାନେ ମୋର ନାଁଟା ଶଶାଙ୍କ ଶେଖର ଦାସ ଦେଇଥିଲେ, କିନ୍ତୁ ଆଜିକାଲି ଲୋକମାନେ ମତେ ପେପରମ୍ୟାନ ଇଣ୍ଡିଆ ଭାବରେ ଜାଣନ୍ତି। ପେପରମ୍ୟାନ ଇଣ୍ଡିଆ ଯୋଉ ଶବ୍ଦଟି, ସେଇ ଶବ୍ଦଟା ହିଁ ମତେ ଆଜି ମୋର ବ୍ୟକ୍ତିତ୍ୱକୁ ବୁଝଉଛି। ସେଥିପାଇଁ ଲୋକମାନଙ୍କର ଏଇ ନାଁଟାକୁ ମଧ୍ୟ ମୁଁ ଗ୍ରହଣ କରିନେଇଛି। ଦେଖନ୍ତୁ, ବହୁତ ଲୋକ ଅଛନ୍ତି ବିଭିନ୍ନ ପ୍ରକାର ଜିନିଷ ପତ୍ର ସଂଗ୍ରହ କରନ୍ତି। ସେମାନଙ୍କର କେତେବେଳେ ସେ ଜିନିଷଟା ନିସ୍ତା ହେଇଯାଏ ସେମାନେ ଜାଣିପାରନ୍ତି ନାହିଁ। ପ୍ରଥମେ ପ୍ରଥମେ ସଉକରେ ଆରମ୍ଭ କରିଥାନ୍ତି, ନିଜର ଖୁସି ଲାଗୁଥାଏ ସେଥିପାଇଁ କରନ୍ତି। ସମୟର ଅପଚୟ ନ କରି ଭଲ ଭାବରେ ବ୍ୟବହାର କରିବା ପାଇଁ ବି କିଛି ଲୋକ ସେ କାମ କରନ୍ତି। ମୁଁ ବି ସେମିତି ଗୋଟେ କାର୍ଯ୍ୟକ୍ରମରୁ ଆରମ୍ଭ କରିଥିଲି, ଯୋଉଥିପାଇଁ ଏଇ ପେପରମ୍ୟାନ ଇଣ୍ଡିଆର ଶବ୍ଦଟା ପହଞ୍ଚି ପାରିଛି। ତେବେ ଆମେ ଯେତେବେଳେ ସାମ୍ବାଦିକତା କରୁଥିଲୁ, ସେତେବେଳେ ଆଜି ଯଦି ଲେଖିକି ପଠେଇବୁ, ସେ 10 ଦିନ 15 ଦିନ ପରେ ଖବର କାଗଜରେ ବାହାରେ। ସେତେବେଳେ ନା ଫ୍ୟାକ୍ସ ଥିଲା ନା କଣ ଥିଲା, କେବଳ ଡାକ ଯୋଗେ ଖବର ଯାଏ। ଏବଂ 10 ଦିନର ଗୋଟେ କି 15 ଦିନର ଟାର୍ଗେଟ ନଉ, ସେଇଦିନ ସେଟା ଆସିବ ଆମ ଏରିଆକୁ। ତ ଏଇଭଳି ଆମର ଗୋଟେ ସମ୍ବାଦ ଓ ସାମ୍ବାଦିକତାର ସମ୍ପର୍କ ଥିଲା। ଆମକୁ ସେଇ ଭଳିଆରେ ଜାଣିଥିଲେ, କିନ୍ତୁ ବହୁତ ବଢିଆ ଇଜ୍ଜତ ମିଳୁଥିଲା ସେଇ ସମୟରେ। ବର୍ତ୍ତମାନ ତ ଆପଣମାନେ ସମସ୍ତେ ଜାଣୁଛନ୍ତି। ଆଉ ତେବେ ପେପରମ୍ୟାନ ବାବଦରେ ଏଇ କଥାଟା ଉଲ୍ଲେଖ କରିବାର କାରଣଟା ହଉଛି, ଆମେ ପେପରରେ ଯେତେବେଳେ ଆମେ କାମ କଲୁ, ସେତେବେଳର ପେପର ଆଉ ବର୍ତ୍ତମାନର ପେପର ରେ ତାରତମ୍ୟ ଆପଣ ତ ନିହାତି ଦେଖୁଥିବେ। ସେଇ ବିଷୟରେ ଟିକେ କୁହନ୍ତୁ। ଦେଖନ୍ତୁ, ଯେତେବେଳେ ଆମେ କାମ କରୁଥିଲେ ବା ଆମେ ସାମ୍ବାଦିକତା ଜୀବନ ଆରମ୍ଭ କରୁଥିଲେ, ଯୋଉଟା ଆପଣ କହିଲେ 10-15 ଦିନ ଲାଗି ଯାଉଥିଲା ଗୋଟେ ନ୍ୟୁଜ ପେପର ଆସିବା ପାଇଁ, ଆମ ଘଟଣାଟିଏ ପ୍ରକାଶ ପାଇକି ପୁଣି ଆମ ଅଞ୍ଚଳ ଫେରିଲା ବେଳକୁ, ସେ ସମ୍ପୂର୍ଣ୍ଣ ସତ। ଆମେମାନେ ସମସ୍ତେ ତାକୁ ଅଙ୍ଗେ ନିଭେଇଛନ୍ତି। ଆଉ ବହୁତ ସମୟରେ ଆମେ ନ୍ୟୁଜ ପଠେଇ ଦେଇକି ଅପେକ୍ଷା କରୁଥିଲେ, ଆସିଲେ ସେଟା ପୁରା ସେ ଦିନ ସେ ଗାଁ କି ସେ ଅଞ୍ଚଳରେ ପୁରା ଛାଇ ଯାଉଥିଲା, ହୁଁ ସମସ୍ତଙ୍କ ହୁଁ ଘରକୁ ସେ ପେପର ଯାଉଥିଲା। ପହଞ୍ଚି ଯାଉଥିଲା, ଲୋକ ତାକୁ ପଢୁଥିଲେ। ଆମୂଳ ଚୂଳ, ମାନେ ଟାଇଟେଲ ପାଖରୁ ଶେଷ ବିନ୍ଦୁ ପର୍ଯ୍ୟନ୍ତ ସମସ୍ତେ ପଢିଥିଲେ। ତେଣୁ ସେ ସମୟରେ ଯୋଉ ଚାହିଦାଟା ଥିଲା, ବର୍ତ୍ତମାନ ସେ ଚାହିଦା ନାହିଁ। ଏଇଟା ଆପଣ ଯେ କହିଲେ, ମୁଁ ସମସ୍ତ ବହୁତ ଲୋକ ବହୁତ ପ୍ରକାର କଥା କୁହନ୍ତି, କିନ୍ତୁ ମୁଁ ଜାଣିଛି ଯେ ସେ ଚାହିଦା ନାହିଁ। ତାର ଅନେକ କାରଣ ହେଇପାରେ, ଚାହିଦା ଥାଉ ନଥାଉ ଅନେକ କାରଣ ହେଇପାରେ। ପ୍ରଥମ କାରଣ ହଉଛି, ବଡ କାରଣ ହଉଛି ଡିଜିଟାଲ ଯୁଗ ହେଇଗଲା। ତେଣୁ ଆମ ନ୍ୟୁଜକୁ ଆଉ ଲୋକଙ୍କର ଅପେକ୍ଷା ନାହିଁ। ଆପଣ ଗୋଟେ ଘଟଣା ଘଟିବାର 1 ମିନିଟ ପରେ, ଦୁଇ ସୋସିଆଲ ମିନିଟ ପରେ ମିଡିଆରେ ପଳେଇ ସୋସିଆଲ ଆଉଛି। ମିଡ଼ିଆରେ ପଳେଇ ଆସୁଛି। ଆଉ ଟିକେ ଅପଡେଟ ହେଇକି ତାପରେ ସେଟା ପୁଣି ୟୁଟ୍ୟୁବରେ ଭଲ ଷ୍ଟୋରି ହେଇକି ଆସୁଛି। ଆଉ ଟିକେ ଅପଡେଟ ହେଇକି ରେଡିଓରେ, ଟିଭିରେ ପଳେଇ ଆସୁଛି। ତ ଆମେ ଖବର କାଗଜକୁ ଆଉ କେହି ପଚାରୁନାହାନ୍ତି, ପୁଣି ସେଟା ବାସି ହେଇଗଲା, ତା ପରଦିନ ଖବର କାଗଜ। ହଁ, ତାରି ଭିତରେ ବି କିଛି ସାମ୍ବାଦିକ ଆମ ଭଳି ବଞ୍ଚିଛନ୍ତି, ଯୋଉମାନେ ଆଜି ବି ତାକୁ ଆନାଲିସିସ୍ କରୁଛନ୍ତି ଆଉ ଷ୍ଟୋରି ଲେଖୁଛନ୍ତି। ଏବଂ ପର୍ଟିକୁଲାର ସେଇ ଷ୍ଟୋରି ପଢିବା ପାଇଁ ଲୋକ ଖବରକାଗଜ କିଣୁଛନ୍ତି ବା ଖବରକାଗଜଟା ଲୋକର ଘରକୁ ଆସୁଛି। ସେ ସମୟ ହେଇଛି। ଯଦି ଖବରକାଗଜର ଡିଫରେନ୍ସ କଥା କହିବା, ସେ ସମୟରେ ଖବରକାଗଜ, ଏ ସମୟରେ ଖବରକାଗଜ, ସେତେବେଳେ ଆପଣଙ୍କର ଦୈନିକ ଖବରକାଗଜ ସଂଖ୍ୟା କମ୍ ଥିଲା। ସାପ୍ତାହିକ, ମାସିକ ଖବରକାଗଜର ସଂଖ୍ୟା ଅଧିକା ଥିଲା। ଏମିତିକି ଓଡ଼ିଶାର ପ୍ରଥମ ଖବରକାଗଜ ମଧ୍ୟ ସାପ୍ତାହିକ ଭାବରେ ବାହାରିଥିଲା। ସର୍ବଜନାଦୃତ 100ରୁ ଅଧିକ ବର୍ଷ ହୁଁ ପୂରଣ କରିଥିବା ହୁଁ ସମାଜ ମଧ୍ୟ ହୁଁ ସାପ୍ତାହିକ ଥିଲା। ହୁଁ ଓଡ଼ିଶାର ପ୍ରଥମ ଖବରକାଗଜ ଯୋଉଟା କି ଦୈନିକ ଖବରକାଗଜ ହେଉଥିଲା, ଆଶା, ସିଏ ମଧ୍ୟ ସାପ୍ତାହିକ ଥିଲା। ତେଣୁ ଗୋଟେ ସମୟ ଥିଲା।
ପରବର୍ତ୍ତୀ ସେତେବେଳେ ଦୁଇ ସମୟ ତିନିଟା ବୋଧେ ଆଶା, ଉତ୍କଳ ଦୀପିକା, ସମାଜ, ସମାଜ, ଏଇ ତାପରେ ତିନୋଟି ଥିଲା। ଆପଣଙ୍କର ଆପଣଙ୍କର ହଉଛି ସମ୍ବାଦ ବାହିକା, ହୁଁ ସମ୍ବଲପୁର ହିତୈଷିଣୀ, ହୁଁ ଏମିତି କିଛି ଲୋକ ହୁଁ ଜାଣୁଥିଲେ ଏବଂ ସମସ୍ତଙ୍କର ସ୍ଵାଧୀନତା ସଂଗ୍ରାମରେ ଅବଦାନ ମଧ୍ୟ ଥିଲା, ହୁଁ ଯୋଉଥିପାଇଁ ଅନେକ ସମୟରେ ଖବରକାଗଜ ଗୁଡିକ ବ୍ୟାନ୍ କରାହେଇଥିଲା। ତାପରେ ଯେତେବେଳେ ଆମ ସମୟ ଆସିଲା, ଆମେ ଯେମିତି କହିଲେ ଏମିତି ଥିଲା। ସାଇଜ ଦୃଷ୍ଟିରୁ ବି ଆଜି ବଡ ପେପରଟା ଛୋଟ ହେଇଯାଇଛି, ବ୍ରଡ ସିଟ୍ ର ବହୁତ ବଡ ଥିଲା, ଆଜିକାଲି ସେଇ ବ୍ରଡ ସିଟ୍ ବି ଛୋଟ ହେଇଯାଉଛି, ଟାବଲଏଡ ସାଇଜ ବି ଛୋଟ ହେଇଗଲାଣି ଏବଂ ପ୍ରିଣ୍ଟିଂ କ୍ୱାଲିଟି ସେତେବେଳେ ଆପଣଙ୍କର ମାନୁଆଲ ପ୍ରିଣ୍ଟିଂ ହଉଥିଲା, ଅର୍ଥାତ୍ ଅକ୍ଷରକୁ ଅକ୍ଷର, ସୀସା ଅକ୍ଷର, ଚିସା ଅକ୍ଷରକୁ ଗୁଞ୍ଜା। ଗୁଞ୍ଜି ଗୁଞ୍ଜିକି ତାକୁ ଯୋଡିକି ସେ ମିରରରେ ଦେଖିଲେ ତାକୁ ଯାଇକି ଠିକ ଭାବରେ ଦେଖାଯାଉଥିଲା। ସେଥିପାଇଁ ଟ୍ରେନିଂ ଲୋକ ନେଇଥିଲେ ଏବଂ ସର୍ବୋପରି ସବୁ ଖବରକାଗଜ ଅଫିସରେ ପ୍ରୁଫ୍ ରିଡର ଥିଲେ, ଯୋଉଟା ଆଜିକାଲି ଖବରକାଗଜରେ ଆପଣ ଦେଖିବେ ଲକ୍ଷେ ଭୁଲ। ପ୍ରୁଫ୍ ରିଡିଂ ନା। ଆଜି ସରକାର ଆମର ବହିର ଭୁଲ କଥା କହୁଛନ୍ତି, କିନ୍ତୁ ଆମେ ଖବରକାଗଜର ଭୁଲ କଥା କହୁଛନ୍ତି। ଆପଣ ପ୍ରତ୍ୟେକ ଖବରକାଗଜରେ ଭୁଲ ହିଁ ଭୁଲ, ନିଶ୍ଚୟ ଭୁଲ ଥିବ। ଏବେ ବାହାରୁଛି, ଏବେ ବାହାରୁଛି ସେଗୁଡିକ, ଆଗରୁ ସେ ପ୍ରୁଫ୍ ରିଡର ଆଗରୁ ଥିଲେ। ପ୍ରୁଫ୍ ରିଡର ଥିଲେ, ତେଣୁ ସେ ଭୁଲ ନଥିଲା। ବାକି ରହିଲା ଆଜିକାଲି ଡିଜିଟାଲ ଯୁଗ ହେଇଛି, ଆଜି ଡିଟିପି ହେଇକି ନ୍ୟୁଜ ଆସୁଛି, ସେତେବେଳେ ନଥିଲା ଏ ସବୁ ସିଷ୍ଟମ। ଆଜିକାଲି ଫଟୋ, ସେତେବେଳେ ବ୍ଲକ ହେଇକି ଫଟୋ ଆସୁଥିଲା, ଗୋଟେ ଗୋଟେ ଖବର କାଗଜର ଟାଇଟେଲ ଯୋଉଟା ଲେଖା ହେଇଥିଲା ପ୍ରତ୍ୟେକ ଦିନ ସେଇ ବ୍ଲକ ଟା ଚାଲୁଥିଲା। କିନ୍ତୁ ଆଜିକାଲି ପ୍ରତ୍ୟେକ ଦିନ ଚାହିଁଲେ ବି ଖବର କାଗଜରେ ନା ସେମାନେ ଅଲଗା କରିଦେଇ ପାରିବେ। ଆଜିକାଲି ବହୁତ ଫଣ୍ଟ ଆସିଲାଣି, ସେତେବେଳେ ସେ ଫଣ୍ଟ ନଥିଲା, ଗୋଟିଏ ଗୋଟିଏ ଫଣ୍ଟ ହିଁ ବ୍ୟବହାର ଗୋଟେ କରାହଉଥିଲା। ବୋଲ୍ଡ ଥିଲା, ଗୋଟେ କର୍ଭ ହେଇକି ଥିଲା। ଆଉ ତାପରେ ଆଜିକାଲି ଖବରକାଗଜ ମାନେ ନିଜ ନିଜର ଫଣ୍ଟ ତିଆରି କଲେଣି, ହୁଁ ତେଣୁ ଏମିତି ଭାବରେ ବିଭିନ୍ନ ପ୍ରକାର ବିଶେଷତ୍ୱ ଦେଖାଯାଇଛି। କିନ୍ତୁ ଯୋଉଥିପାଇଁ ଆମେ ଖବରକାଗଜ ପଢୁଛନ୍ତି ସେଥିରେ କିଛି ପରିବର୍ତ୍ତନ ହେଇନି। ଅର୍ଥାତ୍ ସେତେବେଳେ ବି ଗଣ ଦୁଷ୍କର୍ମ ହଉଥିଲା, ଆଜି ବି ଗଣ ଦୁଷ୍କର୍ମ ହଉଛି। ସେତେବେଳେ ବି ହତ୍ୟା ଘଟଣା ଘଟୁଥିଲା, ଏବେ ଆଜି ବି ବି ହତ୍ୟା ହଉଛି। ସେତେବେଳେ ବି ପଲିଟିକ୍ସ ରେ ରାଜନୀତି ହଉଥିଲା, ଆଜି ବି ସେମିତି ରାଜନୀତି ହଉଛି। ଘଟଣା କିଛି ପରିବର୍ତ୍ତନ ହେଇନି, କେବଳ ସିଟ୍ ରେ ପରିବର୍ତ୍ତନ ହେଇଛି, ଡିଜିଟାଲ ମାନେ ଟେକ୍ନୋଲୋଜିରେ ପରିବର୍ତ୍ତନ ହେଇଛି, ଘଟଣାରେ ପରିବର୍ତ୍ତନ ହେଇନି। ମୋର ଏଠି କହିବାର କଥା ଗୋଟେ, ଯେ ସାମ୍ବାଦିକ ମାନଙ୍କ ଭିତରେ ଗୋଟେ ମାନସିକତା, ଗୋଟେ ଅନ୍ୟ ପ୍ରକାର ମାନସିକତା ଦେଖା ଦେଇଛି। ଯଥା ସମାନ ଖବର ସବୁ କାଗଜରେ ବାହାରୁଛି, ପ୍ରାୟ ଜଣେ ଜଣେ ସାମ୍ବାଦିକ ତ ତିନିଟା ଚାରିଟା କାଗଜରେ, ଟିଭିରେ, ଏମିତି ନିଜର ୟୁଟ୍ୟୁବ ଚ୍ୟାନେଲ ଖୋଲିକିରି ସବୁ ହଉଛନ୍ତି। ଏହା ଦ୍ୱାରା ଅ ଯୋଉମାନେ ସମ୍ପାଦକ ଅଛନ୍ତି, ବଡ ବଡ ସମ୍ପାଦକ ଅଛନ୍ତି, ସେଇମାନେ କିଛିଟା ଅର୍ଗାନାଇଜେସନକୁ ଛାଡିଦେଲେ ଆଉ ବାକି ଯେତିକ ଅର୍ଗାନାଇଜେସନ ମତେ କାହିଁ ଲାଗୁନି ଯେ ସେମାନେ ଚେକ୍ କରୁଛନ୍ତି ସାମ୍ବାଦିକ। ମୁଁ ଯାହା ଫିଲ୍ କରୁଛି। ନାଇଁ ଦେଖନ୍ତୁ, ଆପଣ ଯୋଉଟା କହିଲେ ସେ ସମ୍ପୂର୍ଣ୍ଣ ସତ। ହୁଁ, ଆଜିକାଲି ଯୋଉ ପିଲାମାନେ, କମ ବୟସର ପିଲାମାନେ ସାମ୍ବାଦିକତା କ୍ଷେତ୍ରରେ ଓହ୍ଲେଇଛନ୍ତି, ହୁଁ, ସମସ୍ତଙ୍କୁ ମାଲିକ ମାନେ ବହୁତ କମ ପଇସା ମଧ୍ୟ ଦଉଛନ୍ତି। ଆଚ୍ଛା, ଆପଣ ଦେଖନ୍ତୁ, ଯେତେବେଳେ ଗୋଟେ ୟୁନିଭର୍ସିଟିରୁ ବା ଗୋଟେ ଇନଷ୍ଟିଚ୍ୟୁସନରୁ ଗୋଟେ ଜର୍ଣ୍ଣାଲିଜିମ୍ ଷ୍ଟୁଡେଣ୍ଟକୁ ଯାଇକି ଆମେ କ୍ୟାମ୍ପସରେ ନେଇକି ପଳେଇ ଆସୁଛନ୍ତି, ହୁଁ, ସେ କେତେ ଟଙ୍କାର ଡିଲ୍ କରୁଛନ୍ତି? ବହୁତ କମ ପଇସା ଡିଲ୍ କରୁଛନ୍ତି। ଏବଂ ବର୍ତ୍ତମାନ ଯୋଉ ପିଲାମାନେ ସାମ୍ବାଦିକତା କ୍ଷେତ୍ରକୁ ଆସୁଛନ୍ତି, ଯଦି ଆମେ ଦେଖିବା ପରସେଣ୍ଟେଜରେ ଭୁବନେଶ୍ୱର କଟକ ପିଲା ଅଧିକା ଥିବେ ହୁଁ, ଏବଂ ସେମାନଙ୍କର ବାପା ମା ମାନେ ହୁଏତ ଭୁବନେଶ୍ୱର କଟକରେ କୋଉଠି ଆଗରୁ ସ୍ଥାୟୀ ଭାବରେ ରୁହନ୍ତୁ କି ହୁଁ, ଭଡା ଘରେ ରୁହନ୍ତୁ, କିଛି ଗୋଟେ ରହି ଆସୁଛନ୍ତି। ହୁଁ, ଅର୍ଥାତ୍ ଏମାନଙ୍କର ୱାଣ୍ଟିଂ ବି ବହୁତ ଅଧିକା ନାହିଁ। ହୁଁ, ତେଣୁ କଣ ହଉଛି କି ନା, ସେମାନେ ସବୁ କମ ପଇସାରେ ମଧ୍ୟ ରାଜି ହେଇଯାଉଛନ୍ତି, ଏଇଟା ଗୋଟେ। ଦ୍ୱିତୀୟ କଥା, କମ ପଇସାରେ ରାଜି ହବାର ଉଦ୍ଦେଶ୍ୟ ବି ଏଟା ରହିଛି କି ଯେ ଭଲ କାମ ଶିଖିବେ। ହୁଁ, କୌଣସି ଗୋଟେ ବଡ ମିଡିଆ ହାଉସ ଚାକିରି କଲେ ତାହେଲେ ସିଏ କଣ ଭଲ ଭାବରେ ଶିଖିବେ, ସେଠି ଭଲ ଆଟମୋସ୍ଫିୟର ଥିବ। ତେଣୁ ପିଲାମାନେ ଭାବୁଛନ୍ତି ଆମେ ଆରମ୍ଭରେ କମ ପଇସାରେ ରହିଗଲେ ଏଇଠୁ ଗୋଟେ ଭଲ କାମ ଶିଖିଲା ପରେ ଆମେ ପୁଣି ଅଲଗା ଜାଗାକୁ ଯାଇକି ବେଶୀ ପଇସାରେ କାମ କରିବୁ, ଏମିତି ବି ଗୋଟେ ଭାବନା ଅଛି। ଆଉ ଗୋଟେ ଭାବନା ହଉଛି ଯେ ସେମାନଙ୍କର ୱାଣ୍ଟିଂ କମ ଅଛି। କଣ ହଉଛି ନାଇଁ, ଟିକେ ମୋବାଇଲରେ ଚାର୍ଜ କରିବା ପାଇଁ ପଇସା ଦରକାର, ପେଟ୍ରୋଲ ପକେଇବା ପାଇଁ ଦରକାର, ଟିକେ ବୁଲାବୁଲି କରିବା ପାଇଁ ପଇସା, ଘରେ ତ ବାପା ମା ଅଛନ୍ତି, ରୋଜଗାର କରୁଛନ୍ତି, ଖାଇବା ପିଇବା ଦଉଛନ୍ତି। ତେଣୁ ଏମିତି ବିଭିନ୍ନ ପ୍ରକାର ଥିମ୍ ଅଛି ଯୋଉଥିପାଇଁ ଲୋକମାନେ କମ ପଇସାରେ ଚାକିରି କରୁଛନ୍ତି ଏବଂ ତାକୁ କଣ୍ଟିନ୍ୟୁ ହଉଛି। ତାପରେ କଣ ହଉଛି କି, ଯେତେବେଳେ ତାଙ୍କ ଉପରେ ବର୍ଡନ ପଡୁଛି, ସେମାନେ ଏଇ ଗୋଟିଏରେ ଆଉ ସମ୍ଭାଳିକି ରହୁନାହାନ୍ତି। ହୁଁ, କାହିଁକି ନା ଆପଣ ଯେତେବେଳେ ସିଲେକ୍ସନ ହେଇକି ଆସିଛନ୍ତି, ଆପଣ ଧର କହିଲେ ମୁଁ 10,000 ଟଙ୍କା ନେବି ବୋଲି, ଏବେ ତାପରେ ଆସିକି 2 ମାସ ପରେ ଯଦି କହିବେ ମୋର ଦରକାର ପଡିଲା 20,000 ଟଙ୍କା, କୋଉ କମ୍ପାନୀଟା ଦବ? ହୁଁ। ତେଣୁ ସେଥିପାଇଁ ଏମାନେ କଣ କରୁଛନ୍ତି, ଆଉ ଗୋଟେ ଯୋଡେ ସାଙ୍ଗରେ ବି ଯୋଡି ମୋର ତ କାହିଁ ହେଇଯାଉଛନ୍ତି। ମନେ ଅଛି, ମୁଁ 250 ଟଙ୍କାରେ ସାମ୍ବାଦିକତା କରୁଛି। ସେ ନାଇଁ 250 ଟଙ୍କା ସେତେବେଳେ ଆମ ପାଇଁ ବହୁତ ଥିଲା। ଏବେ ଏବେ 25,000 ଦେଲେ ବି ନିଅଣ୍ଟ ହଉଛି। ଠିକ ସେଇ କଥା, ଆପଣ ଯୋଉ 250 ଟଙ୍କାରେ କାମ କରୁଥିଲେ ସେତେବେଳେ ତାର ଭ୍ୟାଲୁ 2 ଲକ୍ଷ ଟଙ୍କା ଥିଲା ବୋଲି ଧରିବାକୁ ପଡିବ।
କିନ୍ତୁ ବର୍ତ୍ତମାନ 25,000 ର ଭ୍ୟାଲୁ ସେଇ 25,000। ହୁଁ, କାହିଁକି ନା ଆପଣ ଯେତେବେଳେ କାମ କରୁଥିଲେ ସେତେବେଳେ ସୁନା ରେଟ୍ ଥିଲା ବହୁତ କମ, 1,000 ଟଙ୍କା, ଏବଂ ଡଲାର ମଧ୍ୟ ଥିଲା ସେ ଟଙ୍କାରେ ଟଙ୍କେ, ହୁଁ, ଗୋଟେ ଟଙ୍କା ମାନେ ଗୋଟେ ଡଲାର ଥିଲା, ପାଖାପାଖି ସେଇଆ। ପାଖାପାଖି ସେଇଆ ଥିଲା। ତେଣୁ ଆଜି କଣ ହେଲା, ଡଲାର ଟା ବଢିଗଲା, ହୁଁ, ଆଜି ଆମେ 90 ଟଙ୍କା 100 ଟଙ୍କାରେ ଗୋଟେ ଡଲାର ଟି କିଣୁଛନ୍ତି। ହୁଁ, ତ ସେ ଦୃଷ୍ଟିରୁ ଆମର ପଇସାର ଭ୍ୟାଲୁ ଟା ଏତେ କମ ହେଇଛି ଯେ ହୁଁ। ଆପଣଙ୍କୁ 25,000 30,000 ମଧ୍ୟ କମ ହବ। ଏବେ କୌଣସି ମିଡିଆ ହାଉସ ମୋ ଜାଣିବାରେ ବୋଧେ 25-30,000 ଷ୍ଟାର୍ଟିଂ ରୁ କେହି ଦଉନାହାନ୍ତି, ନା ଦଉନାହାନ୍ତି। ସେମାନେ 10,000 15,000 ହୁଁ। ଷ୍ଟାର୍ଟ କରୁଛନ୍ତି। ଆଉ ରହିଲା, ଆପଣ ଅଫିସ ମ୍ୟାନେଜମେଣ୍ଟ କରିବା ପାଇଁ ଗୋଟେ ସବ୍ ଏଡିଟର ହଉ କି ସିନିୟର ସବ୍ ଏଡିଟର ହଉ, ସେଇ ଲେବୁଲର ଲୋକ ହେଲେ ଆପଣଙ୍କୁ ତାଙ୍କୁ ବେଶୀ ପଇସା ଦେଇକି ରଖିବାକୁ ପଡିବ। କିନ୍ତୁ ମାର୍କେଟରୁ ଯୋଉ ଫିଲ୍ଡରୁ କମ କମ ପଇସାରେ ରିପୋର୍ଟ ମିଳିଯାଉଛି, ତ ସେଥିପାଇଁ କଣ ହଉଛି ନା ଏମାନେ ବାଧ୍ୟ ହେଇକି ଯେତେବେଳେ ତାଙ୍କର ୱାଣ୍ଟିଂ ବଢୁଛି ବା ଆଉ ପଇସା ଆବଶ୍ୟକତା ପଡୁଛି, ଏମାନେ ସେମିତି ଗୋଟିଏ ଜାଗାରେ ତାଙ୍କର ମେନ୍ ଥିଲା ବେଳେ କି ସାଇଡ ବିଜନେସ ଭଳି ଆଉ ଗୋଟେ ଯୋଡେ ମିଡିଆରେ ମଧ୍ୟ କାମ ପଶି ଯାଉଛନ୍ତି। କରୁଛନ୍ତି। ସେଇଥିପାଇଁ ଏବଂ ତାପରେ ହଁ, ଯେତେବେଳେ ୟୁଟ୍ୟୁବ ପଇସା ଦେଲା, ଫେସବୁକ୍ ପଇସା ଦେଲା ଜାଣିଲେ, ହୁଁ, ସେଠୁ କଣ କଲେ ନା ନିଜର ମଧ୍ୟ ଚ୍ୟାନେଲ ଖୋଲିଦେଲେ। ଆରମ୍ଭ କରିଦେଲେ ବା ନିଜର ମଧ୍ୟ ୟୁଟ୍ୟୁବ। ତାର ଏବେ ବର୍ତ୍ତମାନ ଯାହା ଚାଲିଛି ଠିକ ଚାଲିଛି, ଧରି ନେବାକୁ ବର୍ତ୍ତମାନ ହବ। ସମୟ ପାଇଁ ଠିକ ଅଛି, ଏବଂ ଏହା ଫଳରେ ଗୋଟେ ଜିନିଷ ମୁଁ କହିବି ଯୋଉଟା ଭଲ ହଉଛି ଯେ ଅନେକ ଏଣ୍ଟରପ୍ରିନର ତିଆରି ହଉଛନ୍ତି। ହେଇପାରେ ସେମାନେ କେତେ ଦିନ ମିଡିଆରେ ଏଣ୍ଟରପ୍ରିନର ହେଇକି ରହିବେ ସେଇଟା ଅଲଗା କଥା, ହୁଁ। ଆଟଲିଷ୍ଟ ଏଣ୍ଟରପ୍ରିନର ତିଆରି ଏ ଗୋଟେ ହେଇପାରୁଛନ୍ତି। ନୂଆ ସବଜେକ୍ଟ ଆପଣ କହିଲେ ଯେ ମିଡିଆରେ ବି ଏଣ୍ଟରପ୍ରେନର ହେଇପାରନ୍ତି। ନିଶ୍ଚୟ ନିହାତି, ବହୁତ କାରଣ ଲୋକ ଗୋଟେ ସାମ୍ବାଦିକ ବି ଗୋଟେ ଏଣ୍ଟରପ୍ରେନର। ହେଇପାରିବ ନିହାତି। ଏବଂ ସେ କରିକି ଦେଖୁଛନ୍ତି। ହଁ। ୟା ଫଳରେ ଆଉ ଗୋଟେ ସୁବିଧା କଣ ହଉଛି କି ନା ସେଇ ଯୋଉ ଡିଜିଟାଲ ଯୋଉ ପିଲାମାନେ ଅଛନ୍ତି ବା ଛୋଟ ମିଡିଆରେ ଯୋଉ ପିଲାମାନେ ଅଛନ୍ତି, ସେମାନେ ନିଜ ନିଜର ମଧ୍ୟ ସାପ୍ତାହିକ ପାକ୍ଷିକ ଖବରକାଗଜ ମଧ୍ୟ ଆରମ୍ଭ କରୁଛନ୍ତି। ୟା ଫଳରେ କଣ ହଉଛି କି ଆଚ୍ଛା, ନା ଏବେ ମୁଁ ଟିକେ ବ୍ରେକ୍ କରୁଛି। ଆପଣ ତ ସମ୍ବାଦ ପତ୍ର କଲେକ୍ସନ କରିବାରେ ମାହିର, ସେଥିପାଇଁ ଆପଣ ଲିମ୍କା ବୁକ୍ ଠୁ ନେଇକରି ୱାର୍ଲଡ ରେକର୍ଡ ଠୁ ନେଇକରି ସବୁ ଯାକ ଆୱାର୍ଡ ଆପଣ ଗୋଟେଇ ସାରିଲେଣି, ଆଉ ବିଶ୍ୱବିଖ୍ୟାତ ହେଇ ସାରିଲେଣି। ଏବେ ଓଡିଶା କେତେ ଖବର କାଗଜ ଅଛି ବୋଲି ଭାବୁଛନ୍ତି ଆପଣ? ଯଦି ଆପଣ ମୋର କଲେକ୍ସନ ର କଥା କହିବେ, ହୁଁ, ମୋ ପାଖରେ ଟୋଟାଲ ଯୋଉ 6,000 ଟାଇଟେଲ ଅଛି, ହୁଁ। ସେଥିରୁ 1,500 ଟାଇଟେଲ ଅଛି ଓଡିଶାର। 1500 ଟାଇଟେଲ ଓଡିଶାର। ଓଡିଶାର ଅଛି। ଦିଲ୍ଲୀ। ନାଇଁ ଡେଲି ନୁହେଁ, ଆଚ୍ଛା। ଡେଲି, ୱିକଲି, ମନ୍ଥଲି, ଫର୍ଟନାଇଟଲି, ଆଚ୍ଛା। ଅକେଜନାଲି ବି ପେପର ଅଛି, ହୁଁ, ଏମିତି 1,500 ଅଛି। ହୁଁ, କିନ୍ତୁ ଯଦି ଆମେ ତାକୁ ଗୋଟେ ମାନେ ଗବେଷଣାତ୍ମକ ହିସାବରେ ଦେଖିବା, ହୁଁ। ପ୍ରାୟ ଆହୁରି 1,500 ଅଭାବ ଅଛି, ମୋ ପାଖରେ ପହଞ୍ଚି ପାରିନାହିଁ। ଓହୋ, ତେଣୁ ମାନେ ମୋ ପାଖାପାଖି 3000 କାଗଜ ପାଖାପାଖି ଅଛି। 3,000 ଖବରକାଗଜ ବିଭିନ୍ନ ସମୟରେ ବିଭିନ୍ନ ସ୍ଥାନରୁ ଓଡିଶାରୁ ବାହାରିବାର ନଜିର ଅଛି। ମୁଁ ଏଠି ଆପଣ ମାନେ ଯୋଉମାନେ ଏଇ କାର୍ଯ୍ୟକ୍ରମ ଦେଖିବେ କିମ୍ବା ଆମର ଫଲୋଅର୍ସ ଅଛନ୍ତି, ଟ୍ରାଏ କରିବେ ଯେ ନୂଆ ନୂଆ ଖବର କାଗଜ କିମ୍ବା ଅତୀତରେ ଥିବା କିଛି ଖବର କାଗଜ ଯଦି ଆପଣଙ୍କ ଘରେ ଅଛି କିମ୍ବା ଯୋଗାଡ଼ କରିପାରିବେ, ତାହେଲେ ଶଶାଙ୍କ ବାବୁଙ୍କୁ ନିହାତି ଏଇ ଖବର କାଗଜ ଆପଣଙ୍କ ଯୋଗାଡ଼ କରିଥିବା ଖବର କାଗଜଟି ପଠେଇବାକୁ ଚେଷ୍ଟା କରିବେ କିମ୍ବା ମତେ ଯୋଗାଯୋଗ କରିବେ, ମୁଁ ନେବି। କାରଣ ଶଶାଙ୍କ ବାବୁ ଏ ଯୋଗାଡ଼ ଖବର କାଗଜ ଯୋଗାଡ଼ର ମାଷ୍ଟର। ମାଷ୍ଟର କହିଲି ଭୁଲ କି, ପ୍ରିନ୍ସିପାଲ। ପ୍ରିନ୍ସିପାଲ ବି ଭୁଲ କଲା, ସେ ଗୋଟେ ୟୁନିଭର୍ସିଟିର ଡିନ୍। ନାଇଁ, ଆପଣମାନଙ୍କୁ ଯୋଉଟା ସତ୍ୟ ଭାଇ ଅନୁରୋଧ କଲେ ସେଟା ଆପଣ ଟିକେ ଗଭୀର ସହକାରେ ଚିନ୍ତା କରନ୍ତୁ। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ, ଆପଣ ଭାରତରେ ବିଭିନ୍ନ ପ୍ରକାର ମ୍ୟୁଜିୟମ ଦେଖିଛନ୍ତି। ଆମ ଓଡିଶାର କଥା ଦେଖିଲେ ଆପଣ ଷ୍ଟେଟ ମ୍ୟୁଜିୟମ ଅଛି, ଆଦିବାସୀ ମ୍ୟୁଜିୟମ ଅଛି, କଳା ମ୍ୟୁଜିୟମ ଅଛି, ନୌବାଣିଜ୍ୟ ମ୍ୟୁଜିୟମ ଅଛି, ପୋଷ୍ଟାଲ ମ୍ୟୁଜିୟମ ଅଛି, କେତେ କଣ ଅଛି। ଭାରତରେ ସେମିତି ବିଭିନ୍ନ ଅଞ୍ଚଳରେ ବିଭିନ୍ନ ପ୍ରକାର ମ୍ୟୁଜିୟମ ଅଛି। କିନ୍ତୁ ଭାରତରେ ଖବରକାଗଜ ମ୍ୟୁଜିୟମ ନାହିଁ, ଯୋଉଠି ଆପଣ ପୃଥିବୀର କି ଭାରତର ସବୁ ଖବରକାଗଜ ଖୋଜିକି ପାଇବେ। ଆପଣ କହୁଛନ୍ତି ଯେ ଓଡିଶାରେ ପାଖାପାଖି 3000 ଖବର କାଗଜ ଅଛି ପ୍ରାୟ ପ୍ରାୟ। ଆପଣଙ୍କର ଦୈନିକ, ସାପ୍ତାହିକ, ପାକ୍ଷିକ ଏମିତି ସମସ୍ତେ ଦେଖେନି, ହୁଁ, ପ୍ରାୟ 3,000 ଖବରକାଗଜ ପତ୍ରପତ୍ରିକା ଅଛି। ଯଦି ମୁଁ ପତ୍ରପତ୍ରିକା ସଂଗ୍ରହ କରୁନାହିଁ, ହୁଁ, ଖବରକାଗଜ ମୋ ପାଇଁ ସବୁଠୁ ଅଧିକା ଅଛି, ହୁଁ। ତଥାପି ମୋ ପାଖରେ 1,500 ଖବରକାଗଜ ଆପଣଙ୍କ ପାଖରେ ଅଧିକ ଅଛି। 1500 ଖବର କାଗଜ ଅଛି, ତା ଦେହରେ ଆଉ ଯଦି ଆପଣ 1500 ବେନାମୀ ଅଛି କିମ୍ବା କଣ? ଆମ ପାଖରେ ନାହିଁ। ନାହିଁ, ତାପରେ ବେନାମୀ ନୁହଁ, ଯଦି ନାହିଁ। ଆପଣ ତାକୁ କହିବେ, ମୋ ପାଖରେ ଦୈନିକର କଥା ଯଦି କେବଳ ଦେଖିବେ, ମୋ ହୁଁ। ପାଖରେ 240 ରୁ ଅଧିକା, ପାଖାପାଖି 242-43ଟା ଦୈନିକ ପେପର ଅଛି। ଓଡିଶାରେ ବୁଝିଛି। 242। ହଁ, ତା ଦେହରେ ଅନେକ ପେପର ବନ୍ଦ ଅଛି। ଆଚ୍ଛା।
ସେମିତି ସାପ୍ତାହିକ ପାକ୍ଷିକ ମାସିକ ଏମିତି ହେଲା ବେଳକୁ ପାଖାପାଖି 1500 ହେଇଗଲା। ଏବଂ ଆଉ ଯୋଉ ମ୍ୟାଗାଜିନ୍ ଗୁଡ଼ିଏ ଅଛି, ତେଣୁ ହୁଁ ସେମାନେ ବି ବର୍ତ୍ତମାନ କିଛି ବାହାରୁଛନ୍ତି, କିଛି ବାହାରୁ ନାହାନ୍ତି। ତେଣୁ ଏମିତି ଭାବରେ ହିଁ ଅଛି। ଆଉ ଟୋଟାଲ ଯେତେବେଳେ ମୋ ପାଖରେ କଲେକ୍ସନର କଥା ଆସିଲା, ହୁଁ 12,000ରୁ ଅଧିକ ମୋ ପାଖରେ ଅଛି। ହୁଁ 12,000 ହଁ, କିନ୍ତୁ ଟୋଟାଲ ହଁ, ଏଇଟା ଅଲ ଓଭର ୱାର୍ଲଡ ନା? ଅଲ୍ ଓଭର ୱାର୍ଲଡ। ଆଚ୍ଛା କିନ୍ତୁ ସେଇଟା ହଉଛି 6,000ରୁ ଅଧିକ, ମାନେ 6,038ଟା ହଉଛି ହୁଁ ଡିଫରେଣ୍ଟ ଟାଇଟେଲ ଅଛି। ଆଚ୍ଛା ଏବଂ ସେଟା ଅଛି 176ଟା ଦେଶ, ମାନେ 176 କଣ୍ଟ୍ରିଜ, ହୁଁ 103 ଲାଙ୍ଗୁଏଜେସ୍। 176 ଦେଶର 103ଟା ଲାଙ୍ଗୁଏଜର ଆପଣଙ୍କ ପାଖରେ ଖବର କାଗଜ ଅଛି। ବା ୟାଠୁ ବଡ, ଆଉ ସେଇଥିପାଇଁ ଆପଣ ୱାର୍ଲଡ ରେକର୍ଡ ପାଇଛନ୍ତି। ଆଉ ଆମେ ଆଉ କହିଲେ କଣ ହବ? ନାଇଁ, ୱାର୍ଲଡ ରେକର୍ଡ ମୋର ହୁଁ, ହୁଁ। ଯେତେବେଳେ ହେଇଥିଲା 2019ରେ, ସେତେବେଳେ ସଂଖ୍ୟା ଥିଲା 4,515, ଅର୍ଥାତ୍ ମୋର ରେକର୍ଡଟା 4,515। ଆଚ୍ଛା, ତା ବାଦେ ମୋର ଆହୁରି 1,500 ବଢିଗଲାଣି। ବଢିଗଲାଣି। ଆଉ ଏବଂ କିଛି ରେକର୍ଡ ତ ନାହିଁ ବୋଧେ? ନା, ଗିନିସ୍ ୱାର୍ଲଡ ରେକର୍ଡ ସବୁଠାରୁ ବଡ ରେକର୍ଡ, ସେଟା ମୋ ପାଖରେ ପାଇଯାଇଛନ୍ତି। ଅଛି। ନାଇଁ ଠିକ ଅଛି, ଏବଂ ଆପଣଙ୍କ ମୋ ନାଁରେ ହିଁ 6 ବର୍ଷ ହେଲାଣି ସେଟା କଣ୍ଟିନ୍ୟୁ କରୁଛି, ଏପର୍ଯ୍ୟନ୍ତ ମୋ ନାଁରେ ଅଛି, କେହି କାଟି ନାହାନ୍ତି ମୋ ରେକର୍ଡ। ଆଚ୍ଛା। ତ ଆପଣ ଭାବୁଛନ୍ତି ଏଇଭଳି ଆପଣଙ୍କ ଭଳି ପାଗଳା ମଣିଷ କିଏ ଅଛନ୍ତି କି ଏ ପୃଥିବୀରେ? ନା ନା, ବହୁତ ଲୋକ ଅଛନ୍ତି, ହୁଁ। କିନ୍ତୁ ଏଇ ଲାର୍ଜ ନମ୍ବରରେ ପହଞ୍ଚି ପାରିନାହାନ୍ତି କେହି। ଆଚ୍ଛା ଆଉ ଆଚ୍ଛା, ଏଇ ଯୋଉ ପେଶା, ଏଟା ତ ପେଶା କହିଲେ ଚଳିବ? ନିଶା, ଏଟା ନିଶା ପଇସା କଣ ରୋଜଗାର ହଉଛି? ହଉନି ନାଇଁ, ଖାଲି ନିଶା। ଆଚ୍ଛା, ଖର୍ଚ୍ଚ। ଏଇ ନିଶା କେବେଠୁ ହେଲା ଆପଣଙ୍କୁ? ଆକ୍ଚୁଆଲି 1996ରୁ ମୁଁ ଆପଣଙ୍କୁ କହୁଥିଲି, ଯେମିତି ଆମର ଯାଜପୁର ଏକ୍ସପ୍ରେସରେ ମୋର ସାମ୍ବାଦିକତା ଜୀବନ ଆରମ୍ଭ ହେଇଥିଲା, 15 ଦିନିଆ ପେପରଟି। ତାପରେ ଅରିଜିନାଲ ଯଦି ଆମେ ଦେଖିବା, ତାହେଲେ 2000 ମସିହାରୁ ଫୁଲ ଦମରେ ସାମ୍ବାଦିକତା କାର୍ଯ୍ୟକ୍ରମ ଆରମ୍ଭ ହେଲା। ହୁଁ ହୁଁ ତ ସେବେଠାରୁ ମୁଁ ଦେଖିଲି ଯେ ଯାଜପୁର ଏକ୍ସପ୍ରେସ ଭଳି ଅନେକ ପେପର ମାର୍କେଟରେ ଅଛି, ହୁଁ ଯୋଉମାନେ ବାହାରୁଛନ୍ତି, କିଏ ବନ୍ଦ ହେଇଯାଉଛି, କିଏ ମରିଯାଉଛି, ହୁଁ କିଏ ଶୋଇ ପଡୁଛି, ଏମିତି ସବୁ ବିଭିନ୍ନ ଘଟଣା ଦେଖିଲା ପରେ ମୋ ମୁଣ୍ଡରେ ଗୋଟେ ହଠାତ୍ ଅଜବ କ୍ୱେଶ୍ଚେନ ପଡିଥିଲା 2000ରେ, ଏମିତି କେତେ ଖବରକାଗଜ ଅଛି, ତାକୁ କଲେକ୍ସନ କରିବା ଦରକାର। ତ ମୁଁ କଲେକ୍ସନ ଆରମ୍ଭ କରିଦେଲି। ପ୍ରଥମେ ପ୍ରଥମେ କଣ ହେଲା ନା, ଓଡ଼ିଆ ଖବରକାଗଜ ହାତ ପାହାନ୍ତାର। ମାନେ ତା- 96 ମସିହାରୁ ଆରମ୍ଭ କଲେ? ନାଇଁ, 96ରେ ମୁଁ କାମ ଆରମ୍ଭ କରିଥିଲି ହୁଁ। ସାମ୍ବାଦିକତା, କିନ୍ତୁ 2000ରୁ କଲେକ୍ସନଟା 2000ରୁ ମାନେ କରିଲି। 26 ବର୍ଷ ହେଲା କଲେକ୍ସନ କଲେ? 26 କଲେକ୍ସନ 26 ବର୍ଷ କଲେକ୍ସନ କଲେ, ୱାର୍ଲଡ ରେକର୍ଡ ଟା କେବେ ପାଇଲେ? 2019ରେ ପାଇଲି। ମାନେ 19 ବର୍ଷ ପରେ 19 ୱାର୍ଲଡ ବର୍ଷ ରେକର୍ଡ? ପରେ, ବାଃ। 12 ବର୍ଷ ପରେ ପ୍ରଥମ ରେକର୍ଡ ଲିମ୍କା ବୁକ୍ ଅଫ୍ ରେକର୍ଡସ। 12 ବର୍ଷରେ ଲିମ୍କା, 19 ବର୍ଷରେ ୱାର୍ଲଡ ଗିନିସ୍। ରେକର୍ଡ। ତେଣୁ ଯେତେବେଳେ ସେଇଠୁ ଆରମ୍ଭ କଲି, ତାପରେ ଓଡ଼ିଶାରେ ମିଳୁଥିବା ଇଂରାଜୀ ପେପର, ହିନ୍ଦୀ ପେପର, ଏଗୁଡ଼ା ଆରମ୍ଭ ହେଇଗଲା। ହୁଁ ତାପରେ ଓଡ଼ିଶାରେ ଆପଣ ପୁରୁଣା ବସଷ୍ଟାଣ୍ଡ, ମାନେ ବସଷ୍ଟାଣ୍ଡରେ ଏବଂ ଆପଣଙ୍କର ରେଳ ଷ୍ଟେସନରେ ମଧ୍ୟ ବେଙ୍ଗଲୀ ପେପର, ମାଲାୟାଲମ, ତାମିଲ, ଏଗୁଡ଼ା ସବୁ ମିଳେ। ଆଚ୍ଛା, ସେଗୁଡ଼ା ମଧ୍ୟ କଲେକ୍ସନ ହେଲା। ଆପଣ ଯୋଉ ପୃଥିବୀର 176ଟି ଦେଶର କଥା କହିଲେ, ଆପଣ ତ ସବୁ ଦେଶକୁ ଯାଇ ନଥିବେ, ସେଠୁ କେମିତି ଖବର କାଗଜ କଲେକ୍ସନ କଲେ? ଆକ୍ଚୁଆଲି ଖବରକାଗଜ ସଂଗ୍ରହର ଯୋଉ ମାତ୍ରାଟା ବଢିଲା କେତେବେଳେ ନା, ଯେତେବେଳେ ସୋସିଆଲ ମିଡିଆ ଯୁଗଟା ଜୋରଦାର ହେଲା। 2014-15 ମସିହାରେ ଫାଷ୍ଟ ଯେତେବେଳେ ଆପଣ ଲିମ୍କା ଟା ଯେତେବେଳେ ପାଇଗଲେ? ଲିଙ୍କ ଅପ୍ ପାଇଲା ବେଳକୁ ଫେସବୁକ୍ ହେରିକା ବୋଧେ ଆସିନଥାଏ ଏତେବେଳକୁ, ନା ନା, ଆସିଗଲାଣି ଫେସବୁକ୍, ଜୋରଦାର ହଁ ହେଇନଥିଲା। ଜୋରଦାର ସେତେବେଳେ ହେଇନଥିଲା। ଅର୍କୁଟ ହେରିକା କଣ ସବୁ ଚାଲୁଥିଲା। ହଁ, ସେତେବେଳେ ଗୋଟେ କଣ ହଁ, ଚାଲୁଥିଲା, କିନ୍ତୁ ତେଣୁ ଆମେ ସେତେବେଳକୁ 14-15 ମସିହାରେ ଫେସବୁକରେ ମୁଁ ଯେତେବେଳେ ଆକ୍ଟିଭ ହେଲି, ହୁଁ, ହୁଁ, ସେବେଠାରୁ ଦେଖିଲି, ଆପଣ 14-15, ବଟ୍ ଫେସବୁକ୍ ଆସିଗଲାଣି ବହୁତ ଆଗରୁ। ମୁଁ ଆକ୍ଟିଭ ହେଲି। ମୁଁ ଯେତେବେଳେ ଆକ୍ଟିଭ ହେଲି, ମୁଁ ସେତେବେଳେ ଦେଖିଲି ଯେ ଯେମିତି ଗୋଟେ ଫ୍ୟାସନ, ହୁଁ, ଏୟାରପୋର୍ଟରେ ଜଣେ ଚଢିଲା ବେଳକୁ ଫଟୋଟେ ପକେଇଦବା, ହଁ ହଁ ହଁ। କି ଲୋକ ଯାଇକି ବାହାରୁ ସେଠିକାର ପୋଜ ମାରିଦେଲେ, ହୁଁ। ସେଇଗୁଡାକୁ ସବୁ ଦେଖିଲା ପରେ ମୁଁ ସେଇମାନଙ୍କୁ ସବୁ ଲେଖିଲି, ଯୋଉମାନେ ଚିହ୍ନା ପାଇ। ଆଚ୍ଛା ଆଚ୍ଛା, ହଁ। ଆପଣ ଯାଇଛନ୍ତି, ଦେଖିଲି ହଂକଂ, ଫଟୋ ବଢିଆ ହେଇଛି, ହଁ, ଆସିଲା ଗୋଟେ ପେପର ମୋ ପେପର ପାଇଁ ଧରିକି ଆଣିଲେ। ପଳେଇ ଆସିବେ। କି ଥାଇଲାଣ୍ଡ, ଇଂଲଣ୍ଡ, ଆମେରିକା, ଯିଏ ଯୋଉଠି ଦେଖିଲେ ଆଉ, ଏମିତି ହେଇକି ବହୁତ ଲୋକ ଆଣିଛନ୍ତି। ତାପରେ ଏମିତି ଧୀରେ ଧୀରେ କରିକି ବହୁତ ଲୋକଙ୍କ ସାଙ୍ଗେ ଚିହ୍ନା ପରିଚୟ ହେଲା, ସେମାନଙ୍କୁ କହିଲି, ବଡ ବଡ ଲୋକମାନେ ମଧ୍ୟ ଆଣିକି ଦେଲେ। ମୁଁ ଗୋଟେ କମ୍ପାନୀରେ କାମ କରୁଥିଲି, ଇଣ୍ଡିଆନ ଗ୍ରାମୀଣ ସର୍ଭିସ ବେସିକ୍ସ, ତାର ଚେୟାରମ୍ୟାନ ବିଜୟ ମହାଜନ, ହୁଁ। ସିଏ ଫ୍ରିକ୍ୱେଣ୍ଟଲି ବୁଲନ୍ତି, ତାଙ୍କୁ ମୁଁ କହିଥିଲି, ସିଏ 40-42ଟା ଦେଶର ପେପର ଆଣିକି ସିଏ ଦେଇଛନ୍ତି। ଆଣିକି ଦେଇଛନ୍ତି, ବାଃ। ହୁଁ, ଭର୍ତ୍ତୃହରି ମହତାବ, କଟକ ଏମପି, ପ୍ରଜାତନ୍ତ୍ରର ଏଡିଟର, ସିଏ ଆମେରିକା ଯାଉଥିଲେ, ତାଙ୍କ ଥରେ କହିଥିଲି, ସିଏ ବି ଆଣିଥିଲେ। ହୁଁ, ହୁଁ, ସେଇ ଆମର ଇଣ୍ଡିଆନ ଗ୍ରାମୀଣ ସର୍ଭିସେସରେ ଆମର ଜଣେ ବନ୍ଧୁ ଥିଲେ, ହୁଁ, ଅଛନ୍ତି ସଞ୍ଜୀବ ଷଡଙ୍ଗୀ, ହୁଁ, ସିଏ ବର୍ତ୍ତମାନ ଚିଫ ଅପରେଟିଂ ଅଫିସର। ତାଙ୍କୁ ମୁଁ କହିଥିଲି, ସିଏ ଫ୍ରିକ୍ୱେଣ୍ଟଲି ଭିଜିଟ୍ କରନ୍ତି ଭାରତର ବିଭିନ୍ନ ଜାଗା, ହୁଁ, ହୁଁ, ସିଏ ବି ଆଣି ଦେଇଛନ୍ତି। ହୁଁ, ହୁଁ, ଏଇଠି ହିଷ୍ଟୋରିଆନ ଅନିଲ ଧୀର, ତାଙ୍କର ଭଉଣୀ କାନାଡାରେ ରହେ, ହୁଁ। ତାକୁ ତାଙ୍କ ମୁଁ ଦ୍ୱାରା କହିଥିଲି, ସିଏ କାନାଡାରୁ ଆମର ଇଣ୍ଡିଆନ ରିଜିଓନାଲ ଲାଙ୍ଗୁଏଜର ସବୁ ପେପର ଆଣି ଦେଇଛନ୍ତି।
ମାନେ ବେଙ୍ଗଲୀ, ମାଲାୟାଲମ, ତାମିଲ, ଆଚ୍ଛା। ପଞ୍ଜାବୀ ସବୁ ସେପଟରୁ ବାହାରେ। ଓହୋ। ସେଗୁଡା ସବୁ ଆଣିକି ଦେଇଛନ୍ତି। ଓ ସେପଟରେ ବାହାରେ ସେଇଟା ହୁଁ, ଧରିକି ଆସିଛନ୍ତି। ସେଗୁଡା ସବୁ ଆଣିକି ଦେଇଛନ୍ତି। ଓହୋ ଆଚ୍ଛା। ତେଣୁ ଏମିତି ସବୁ ବଡ ବଡ ଲୋକମାନଙ୍କ ସାଙ୍ଗେ ଯେତେବେଳେ କନେକ୍ସନ ହେଲା, ସେମାନଙ୍କୁ ଯେତେବେଳେ ମୁଁ ରିକ୍ୱେଷ୍ଟ କରିଲି, ସମସ୍ତେ କେହି ମତେ ମନା କରିନାହିଁ, ସମସ୍ତେ ଆଣିଲେ। ଏବେ ରିସେଣ୍ଟଲି ଏ ସବୁ ତ ଗିନିଜ ବୁକ୍ ପାଇଲେ, ଲିମ୍କା ପାଇଲେ, ସବୁ ପାଇଲେ, ଲକ୍ଷ୍ୟ କଣ? ଲକ୍ଷ୍ୟ ନୁହେଁ, ମୁଁ ଗୋଟେ ଆରମ୍ଭ କରିଛି ମୋ ଲକ୍ଷ୍ୟକୁ ନେଇକି। ହୁଁ ଯେମିତି କିଛି ସମୟ ପୂର୍ବରୁ କହୁଥିଲି, ହୁଁ ଭାରତରେ ଖବରକାଗଜ ମ୍ୟୁଜିୟମ ନାହିଁ। ଭାରତରେ ଅନେକ ମ୍ୟୁଜିୟମ ଅଛି। ଆପଣଙ୍କର ଟ୍ରାଇବାଲ ଆର୍ଟ କଥା କୁହନ୍ତୁ, ଟ୍ରାଇବାଲ ଫେଷ୍ଟିଭାଲ କଥା କୁହନ୍ତୁ, ଆର୍ଚେରୀଠୁ ନେଇକି ଗୁଡାଏ ଆର୍ଚେରୀ କଥାଟା ଫାର୍ଚେରୀ ଅଛି। ସବୁ କଥା ଅଛି। କଳା ମ୍ୟୁଜିୟମ, ଖବର କାଗଜ ଖବରକାଗଜ ମ୍ୟୁଜିୟମ ନାହିଁ। ନାହିଁ। ତେଣୁ ସେଥିପାଇଁ ମୁଁ ମୋ ଗାଁରେ ମୋ ବାପାଙ୍କ ନାଁରେ ଦୋଳଗୋବିନ୍ଦ ନ୍ୟୁଜ ପେପର ମ୍ୟୁଜିୟମ ଆଣ୍ଡ ରିସର୍ଚ୍ଚ ସେଣ୍ଟର ଗୋଟେ ଆରମ୍ଭ କରିଛି। କରିଛନ୍ତି। ଆରମ୍ଭ କରିଛି ଗାଁ ଟା ଟିକେ କହିଦିଅନ୍ତୁ। ଯାଜପୁର ଜିଲ୍ଲା ବରୀ ବ୍ଲକ ଔରଙ୍ଗାବାଦ ଗାଁ, ଦୋଳଗୋବିନ୍ଦ ନ୍ୟୁଜ ପେପର ମ୍ୟୁଜିୟମ ଆଣ୍ଡ ରିସର୍ଚ୍ଚ ସେଣ୍ଟର। ତ ସେଠି ଯୋଉ ମୁଁ ଆରମ୍ଭ କରିଛି, ସେଇଠି ଖବରକାଗଜ ଗୋଟେ ରଖା ହବ, ଆରମ୍ଭ କରିଛି ପ୍ରୋସେସ। କିନ୍ତୁ ମୋର ଇଚ୍ଛା ହଉଛି ଯେ ଯେହେତୁ ଭାରତରେ ନାହିଁ ଖବରକାଗଜ ମ୍ୟୁଜିୟମ, ଯଦି ରାଜ୍ୟ ସରକାର ଚେଷ୍ଟା କରନ୍ତେ ଗୋଟେ ଖବରକାଗଜ ମ୍ୟୁଜିୟମ କରିବା ପାଇଁ, ସେଟା ହାଇ ଏଣ୍ଡ ରେ ହୁଅନ୍ତା। ମୁଁ କରିପାରୁନି, କାରଣ ମୋ ପାଖରେ ସେତିକି ସମ୍ବଳ ନାହିଁ। ମୁଁ ଆଜି ପର୍ଯ୍ୟନ୍ତ, ଆପଣ ଯେମିତି ନିଶା ଆଉ ପେଶାର କଥା ଆମେ ହଉଥିଲେ, ଏଇଟା ଖାଲି ପଇସା ଖର୍ଚ୍ଚ କରିବାର କଥା, ଆ ଦେହରେ ପଇସା ମିଳିବାର ନାହିଁ। ତେଣୁ ଆଜି ପର୍ଯ୍ୟନ୍ତ ତ ମିଳିନାହିଁ। ତେଣୁ ଯଦି ସରକାର ଗୋଟେ ମ୍ୟୁଜିୟମ କରନ୍ତେ, ତାହେଲେ ଭଲ ହୁଅନ୍ତା। ମୁଁ ମୋ ସବୁ ଖବରକାଗଜ ସେଠିକି ଦାନ କରିଦେବି, ସେ ରୁହନ୍ତା, ଲୋକ ଦେଖନ୍ତେ। ଭବିଷ୍ୟତର ଜର୍ଣ୍ଣାଲିଷ୍ଟ ମାନେ ଯୋଉମାନେ ଆସୁଛନ୍ତି, ଯୋଉମାନେ ପଢିବା ପାଇଁ ଜର୍ଣ୍ଣାଲିଜିମ ଆସୁଛନ୍ତି, ବୁଦ୍ଧିଜୀବୀ ମାନେ ପର୍ଟିକୁଲାର ସବଜେକ୍ଟକୁ ନେଇ ଯୋଉମାନେ ଗବେଷଣା କରୁଛନ୍ତି, ସେମାନଙ୍କ ପାଇଁ ବହୁତ କାମରେ ଲାଗନ୍ତା। ଆଚ୍ଛା, ଏବେ ଖବର ପାଇଲି ଆପଣ କଣ ଗୋଟେ ମିଡିଆ ଫେଡେରେସନ ର ଅଧ୍ୟକ୍ଷ ହେଲେ, ସେଟା କଣ? ଆକ୍ଚୁଆଲି ଯେମିତି ଆମର ଓଡିଶାରେ ଆପଣ ଦେଖିଥିବେ ବହୁତ ସାମ୍ବାଦିକ ସଂଗଠନ ସବୁ ଅଛି, ସେମିତି ନ୍ୟାସନାଲ ଲେବୁଲରେ ବି ବହୁତ ସାମ୍ବାଦିକ ସଂଗଠନ ଅଛି। ଆମର ଓଡିଶାରେ ସେମାନେ, ଆମେ ଯେମିତି ଏଠି ଭୁବନେଶ୍ୱରରେ ବା ରାଜ୍ୟ ସ୍ତରରେ ଗୋଟେ ସାମ୍ବାଦିକ ସଂଗଠନଟେ ରହୁଛି, ସେମାନେ ପୁଣି ଜିଲ୍ଲା ସ୍ତରରେ ତାର ଶାଖା ମାନେ ଖୋଲିଛନ୍ତି। ସେମିତି କେନ୍ଦ୍ର ସ୍ତରରେ ଯୋଉମାନେ ସାମ୍ବାଦିକ ସଂଗଠନ, ସେମାନେ ବି ତାଙ୍କର ରାଜ୍ୟ ସ୍ତରର ସଂଗଠନ କରୁଛନ୍ତି। ତେଣୁ ଏମିତି ପ୍ରେସ୍ ଆଣ୍ଡ ମିଡିଆ ୱେଲଫେୟାର ଆସୋସିଏସନ ଦିଲ୍ଲୀର ଗୋଟେ ସାମ୍ବାଦିକ ସଂଗଠନ, ସେମାନେ ଚାହୁଁଥିଲେ ଓଡିଶାରେ ତାଙ୍କର ଗୋଟେ ଆରମ୍ଭ କରିବା ପାଇଁ ଶାଖାଟିଏ। ତେଣୁ ଯେହେତୁ ପେପରମ୍ୟାନ ଇଣ୍ଡିଆ ନାମରେ ମୁଁ ଗତ ବର୍ଷ ଗୋଟେ ଖବରକାଗଜ ଆରମ୍ଭ କରିଛି, ସାପ୍ତାହିକ ଓଡିଆ ଖବରକାଗଜ। ତେଣୁ ଆଜି ଖବରକାଗଜର ସମ୍ପାଦକ ମାଲିକ ହିସାବରେ ସେମାନେ ମତେ ଦାୟିତ୍ୱ ଦେଇଛନ୍ତି, ଆପଣ ଓଡିଶା ଶାଖା ଦାୟିତ୍ୱ ଆମର ନିଅନ୍ତୁ, ଆମର ପ୍ରଚାର ପ୍ରସାର କରିବେ। ମୁଁ ଦେଖିଲି ଯେ ଗୋଟେ ପ୍ରେସ୍ ଆଣ୍ଡ ମିଡିଆ ପାଇଁ ସେମାନେ କାମ କରୁଛନ୍ତି, ଆମେ ବି ସେଥିପାଇଁ କାମ କରୁଛନ୍ତି। ତେଣୁ ମୁଁ ତାର ସହିତ ଆପଣ ଅଧ୍ୟୟନ ଏତେ କରିଛି। କଥା କହିଲେ, ଆପଣ ଆପଣଙ୍କ ପରିବାର ବାବଦରେ ଟିକେ କୁହନ୍ତୁ। ଆପଣଙ୍କର ପୁଅ ଝିଅ। ଆମର ଯୌଥ ପରିବାର, ଆମେ ବହୁତ ବଡ ପରିବାର। ଆମେ ବାପା ମାଙ୍କ ବାଦେ 5ଟା ଭାଇ 4ଟା ଭଉଣୀ, ଯଦିଓ ତା ଭିତରୁ ଗୋଟେ ଭାଇ ଆଉ 2ଟା ଭଉଣୀ ମରିଗଲେଣି। ତେଣୁ ଏବେ ବି ଗାଁରେ ବାପା, ବୋଉ ମରିଯାଇଛି ମୋର, ତେଣୁ ବାପା ଆଉ 3 ଭାଉଜ, ପିଲାମାନେ ରହୁଛନ୍ତି। ଭାଇମାନେ ତ ସବୁ ବାହାରେ କାମ କରୁଛନ୍ତି। ଆଉ ମୋ ସ୍ତ୍ରୀ, କେବଳ ଆମେ ବାହାରେ ରହୁଛୁ। ମୋ ସ୍ତ୍ରୀ ଯେହେତୁ ହାଇଟେକ୍ ଡେଣ୍ଟାଲ କଲେଜରେ ଷ୍ଟୋର କିପର ଚାକିରି କରୁଛି, ଆମେ ରହୁଛୁ। ମୋ ପୁଅ, ଆମେ ଏଠି ବାହାରେ ରହୁଛୁ, ବାକି ସମସ୍ତେ ଆମର ଘରେ ରହୁଛନ୍ତି। ତେଣୁ ବର୍ତ୍ତମାନ ସେଠି ସମସ୍ତଙ୍କର, ଆମର ଯେତେବେଳେ କିଛି ଫଙ୍କସନ ହେରିକା ହଉଛି, ଗାଁକୁ ଯାଉ, ସେତେବେଳକୁ ଆମେ ଯିବା ଆସିବା, ଏଇ 2-4 ଦିନ 5 ଦିନ ରହିଲେ ପୁଣି ଫେରି ଆସିଲେ, ମାନେ ଏମିତି ଭାବରେ ଚାଲିଛି। ଗାଁ ଘର ସହର, ଗାଁ ଘର ସହ ଏଇ ଚାଲିଛି। ଯିବା ଆସିବା ଭିତରେ ଆପଣଙ୍କର ନିଶା ଆଉ ପେଶାକୁ ବି ଚଲେଇ ରଖିଛନ୍ତି, ଜାରି ରଖିଛନ୍ତି। ତେବେ ଆପଣଙ୍କର ଏଇ ନିଶା ପେଶା ସହିତ ଗାଁ, ଗାଁରୁ ସହର ଏମିତି ବୁଲନ୍ତୁ, ଆଉ ଆପଣଙ୍କର ନିଶା ପେଶାକୁ ଆଗେଇ ନିଅନ୍ତୁ। ତା ସହିତ ସବୁଠୁ ବଡ ଜିନିଷ ହେଲା, ମୁଁ ଯେତେ ଦିନରୁ ଆପଣଙ୍କୁ ଜାଣି ଆସିଛି, ଆପଣ ଜଣେ ସୁନ୍ଦର ବ୍ୟକ୍ତିତ୍ବ ଏବଂ ସମସ୍ତଙ୍କ ସହିତ ହସ ଖୁସିରେ ମିଶନ୍ତି। ଏଇ ହସ ଖୁସି ସମସ୍ତଙ୍କୁ ବାଣ୍ଟୁଥାନ୍ତୁ। ଆପଣଙ୍କର ଖବର କାଗଜର ଡେଲିକୁ ଡେଲି ଏମିତି ବଢୁଥାଉ। ଆଉ ଯଦି କେବେ ଗିନିଜ ବୁକ୍ ଅଫ ୱାର୍ଲଡ ରେକର୍ଡ ପରେ ଯଦି ଆଉ କିଛି ବଡ ରେକର୍ଡ ଆସେ, ତା ବି ଆପଣଙ୍କୁ ମିଳୁ। ଆଉ ନାଇଁ, ରେକର୍ଡର କଥା ନୁହେଁ, ସରକାର ଗୋଟେ ଖବରକାଗଜ ମ୍ୟୁଜିୟମ କରିଦିଅନ୍ତୁ, ହୁଁ, ସେଇଟା ଯଥେଷ୍ଟ ହେଇଯିବ। ଆମେ ଭାରତର ପ୍ରଥମ ଖବରକାଗଜ ମ୍ୟୁଜିୟମ ଓଡିଶାରେ ଦେଖିପାରିବା। ଏବଂ ଯୋଉ ଖବରକାଗଜ ଗୁଡ଼ିକ ଆଜି ମୋ ପାଖରେ ଅଛି, ସେଟା ଧୀରେ ଧୀରେ ଖରାପ ହେବାକୁ ଆରମ୍ଭ କଲାଣି। ସେଟା ପ୍ରିଜର୍ଭେସନ ହେଇକି ରହିପାରିବ, ଏବଂ ପରବର୍ତ୍ତୀ ପିଢି, ଆଜି ଯୋଉମାନେ ସାମ୍ବାଦିକତା କରିବା ପାଇଁ ଆସୁଛନ୍ତି ବା ଭବିଷ୍ୟତରେ ଆସିବେ, ସେମାନଙ୍କ ପାଇଁ ଗୋଟେ ମାଇଲ ଷ୍ଟୋନ ଏଟା ହବ।
ଆମେ ଓଡିଶାର ପ୍ରଥମ ଖବରକାଗଜ ଉତ୍କଳ ଦୀପିକାର କଥା କହୁଛନ୍ତି, ଲୋକ ପଢିବେ, ହୁଁ। ହାତରେ ଛୁଇଁ ପାରିବେନି, କିନ୍ତୁ ମ୍ୟୁଜିୟମରେ ମୁଁ ବି ଥିବ ମୋ ଦେଖିପାରିବେ। ମୁଁ ସାମ୍ବାଦିକ ମାନଙ୍କ ପାଇଁ ଗୋଟେ ଲାଷ୍ଟ ୱିଟନେସ୍ ବହିଟେ ଲେଖିଥିଲି, ଆପଣଙ୍କୁ ବି ବୋଧେ ଦେଇଥିଲି ଲାଷ୍ଟ ୱିଟନେସ୍ ବହିଟା। ମୋର କାଇଁ ମନେ ପଡୁନି, ଏଇଟା ଆଉ ଯଦି ପଢିବି। ଇଏ ନାହିଁ, ଲାଷ୍ଟ ୱିଟନେସ୍ ବହିଟି ମୁଁ ଆପଣଙ୍କୁ ଦେବି, କାରଣ ସାମ୍ବାଦିକ ମାନଙ୍କ ପାଇଁ ମୁଁ ଚାରିଟି ବହି ଲେଖିଛି ଏବଂ ଅନ୍ୟାନ୍ୟ ବହି ତ ଲେଖିଛି, ମୁଁ ଆପଣଙ୍କୁ ବି ସେ ବହି ଗୁଡ଼ିକ ଦେବି। ଆଉ ଶଶାଙ୍କ ବାବୁଙ୍କର ଏଇ କଥୋପକଥନ ଏଇଠି ଆମେ ରଖୁଛୁ। ଆଶା ତାଙ୍କର ସବୁ ଇଚ୍ଛା ପୂରଣ ହଉ, ସରକାର ଗୋଟେ ତାଙ୍କର ମ୍ୟୁଜିୟମ ଯୋଉ ଇଚ୍ଛା ରଖିଛନ୍ତି ସେଟା ବି ପୂରଣ ହଉ। ଶଶାଙ୍କ ବାବୁ ନମସ୍କାର। ନମସ୍କାର।